ସାର୍ ଟିକେ ପରିଚୟ ଦେବେ। ଜୟ ଜଗନ୍ନାଥ। ଚନ୍ଦନ କୁମାର ତ୍ରିପାଠୀ। ସାର୍ କ'ଣ କହିବେ, ସତ୍ୟର ସନ୍ଧାନରେ ଆପଣ ଉପଦେଷ୍ଟା ଅଛନ୍ତି, ଆଜି ଗୋଟେ ସୁନ୍ଦର ବନ୍ଧୁ ମିଳନ କାର୍ଯ୍ୟକ୍ରମ ମଧ୍ୟ ହେଲା, ଆପଣ ଉପସ୍ଥିତ ଥିଲେ, କ'ଣ କହିବେ ଏ ସମ୍ପର୍କରେ? ଆଜି ବହୁତ ଭଲ ଦିନ, ଆଜି ଏକାଦଶୀ। ଆଜି ଭଳି ଦିନରେ ଆମେ ମିର୍ଜା ବାବୁ ଆମକୁ ନିମନ୍ତ୍ରଣ କଲେ ଗୋଟେ ବନ୍ଧୁ ମିଳନ ପାଇଁ। ଉପଦେଷ୍ଟା ମାନେ ସବୁ ଦେଖା ହେବେ। ଆମ ସାଇଡ଼୍ ଅଛନ୍ତି ଭାଇନାଙ୍କ ଘରେ ଆମେ ସବୁ ଏକାଠି ହେଲୁ। ଖୁଡ଼ି ଆମକୁ ବଢ଼ିଆ ଚା କପେ ଦେଲେ। ମୁଁ ଚାହେଁ କି ଆମ ସାନ ଭାଇ ମିର୍ଜା ରିଜୱାନ ଯେମିତି 5-6 ବର୍ଷ ହେଲାଣି ଲାଗିଛନ୍ତି ଖବରକାଗଜରେ ସବୁ ସତ୍ୟର ସନ୍ଧାନ କରି ଠିକ୍ ଖବର ଛାପିବେ, ସେମିତି ଚାଲନ୍ତୁ। ତାଙ୍କ ପଛରେ ଆମେ ଅଛୁ। ଆଉ ବହୁତ ଜଣ ଗୁଣୀ ଜ୍ଞାନୀ ଲୋକ ଆଜି ଆସିଥିଲେ। ସମସ୍ତେ ଏହା ପ୍ରତିଶ୍ରୁତି ନେଲୁ କି ଆମେ ମିର୍ଜା ରିଜୱାନ ସହିତ ତାଙ୍କ ଏଇ ମାନେ ସତ୍ୟର ସନ୍ଧାନରେ ଆମେ ରହିଛୁ, ସବୁବେଳେ ରହିବୁ। ଧନ୍ୟବାଦ। ମୁଁ ସତ୍ୟର ସନ୍ଧାନର ମୁଖ୍ୟ ସମ୍ପାଦକ। ପ୍ରଥମେ ମୋତେ ସତ୍ୟର ସନ୍ଧାନ ଏତେ ଆକୃଷ୍ଟ କଲା ଯେ ମୋତେ ସତ୍ୟର ସନ୍ଧାନ ପ୍ରଥମେ ବରିଷ୍ଠ ମୁଖ୍ୟ ଉପଦେଷ୍ଟା ରୂପେ ଗ୍ରହଣ କଲା। ତାପରେ ମୁଁ ଏଇ ମାସେ ହେଲା ଜାନୁଆରୀ ମାସରେ ସତ୍ୟର ସନ୍ଧାନର ମୁଖ୍ୟ ସମ୍ପାଦକ ଦାୟିତ୍ୱ ନେଲି। ମୁଁ ସତ୍ୟ ସନ୍ଧାନର ମୁଖ୍ୟ ସମ୍ପାଦକ ହେଲା ପରେ ମୁଁ କେତେ କାର୍ଯ୍ୟ କରୁଛି ସେଇଟା ମୋ ଟିମ୍ ହିଁ ଜାଣିଛି, ମୋ ସମ୍ପାଦକ ନିଜେ ଜାଣିଛି, ସମସ୍ତେ ଜାଣନ୍ତି। ଏବଂ ସତ୍ୟ ସନ୍ଧାନ ପରିବାର ହିଁ ଜାଣେ ଯେ ମୁଁ କେବେ କେଉଁଠି ବସେ ନାହିଁ, ମୁଁ ବସିବାକୁ ଦିଏ ନାହିଁ। ଯଦି କାର୍ଯ୍ୟକ୍ରମ ଆଗକୁ ଥାଏ ତାହେଲେ ମୁଁ ସବୁବେଳେ ନିଜକୁ ଏତେ ଇଏ କରି ରଖେ ଯେ କାର୍ଯ୍ୟକ୍ରମ ଯେମିତି ସଫଳ ହେବ ଏବଂ ସମସ୍ତେ ୟା ପ୍ରତି ଆକୃଷ୍ଟ ହୁଅନ୍ତୁ, ଏହା ହିଁ କାମନା କରୁଛି। ଏବଂ ଆଉ ଗୋଟେ ବାର୍ତ୍ତା ଆଜି ଦେଉଛି, ଆଗକୁ ମାର୍ଚ୍ଚ ମାସଠୁ ସତ୍ୟ ସନ୍ଧାନ ଗୋଟିଏ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବ। ଆଜି ସମ୍ପାଦକ ବି ଅଛନ୍ତି ନିଜେ ଏବଂ ସତ୍ୟ ସନ୍ଧାନର ସମସ୍ତ କର୍ମଚାରୀ ଅଛନ୍ତି। 75 ବର୍ଷ ବୟସରୁ ଉର୍ଦ୍ଧ୍ୱ ଯେଉଁ ବ୍ୟକ୍ତି ବିଶେଷ ମାନେ ଏ ସମାଜରେ ବାସ କରୁଛନ୍ତି, ସେମାନେ କେମିତି ରହୁଛନ୍ତି, କିପରି ରହୁଛନ୍ତି, ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତ୍ୟର ସନ୍ଧାନର 30ଟି ଯାକ ଜିଲ୍ଲାର ସମସ୍ତ ପ୍ରତିନିଧି ପ୍ରତି ମାସରେ 2ଟି ଲେଖା ସମ୍ବାଦ ସଂଗ୍ରହ କରିବେ ଏବଂ ସେମାନଙ୍କର ଫଟୋ ଆଣିବେ। ସେମାନେ କେଉଁ ଅବସ୍ଥାରେ ଅଛନ୍ତି, ତାଙ୍କ ପରିବାରରେ କିଏ କିଏ ଅଛନ୍ତି, ପରିବାରର ପିଲାମାନେ କେଉଁଠି ରହୁଛନ୍ତି, ପାଖରେ ରହୁଛନ୍ତି କି ନାହିଁ, ଏଇ ଦାୟିତ୍ୱ ନିଭେଇବେ। ଏ କାର୍ଯ୍ୟକ୍ରମ ମୁଁ ସତ୍ୟ ସନ୍ଧାନ ସମ୍ପାଦକଙ୍କୁ ଅନୁରୋଧ କରିବି, ଆସନ୍ତା ମାର୍ଚ୍ଚ ମାସଠୁ ଏ କାର୍ଯ୍ୟକ୍ରମ ଆମେ ଆରମ୍ଭ କରିବା। ଏବଂ ଏଇ ଗୋଟେ କାର୍ଯ୍ୟକ୍ରମ ଯେପରି ଆପଣଙ୍କର ବର୍ତ୍ତମାନ କଟକ ମ୍ୟୁନିସିପାଲିଟିର ମେୟର ସୁଭାଷ ସିଂ କହିଛନ୍ତି ଆପଣ କିପରି ଅଛନ୍ତି, ସେମିତି ଆମେ ରଖିବା ଏ କାର୍ଯ୍ୟକ୍ରମର କ୍ୟାପସନ୍ ଆପଣ ସୁସ୍ଥ ଅଛନ୍ତି ତ, ଆପଣ ସୁସ୍ଥ ଅଛନ୍ତି ତ। ଏବଂ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ମୋ ସମ୍ପାଦକଙ୍କୁ ଆଗାମୀ ଦିନରେ ଅନୁରୋଧ କରିବି ଏବଂ ମାର୍ଚ୍ଚ ମାସରୁ ଏହି ଜିନିଷ ଆମେ ଷ୍ଟାର୍ଟ କରିବା। ଏଥିରେ ସମସ୍ତେ ଏକମତ ମୋ ସହିତ ନିଶ୍ଚିନ୍ତ। ଏବଂ ମୁଁ ଚାହୁଁଛି ଏ କାର୍ଯ୍ୟକ୍ରମ ହେବା ଦ୍ୱାରା ଆମ ସତ୍ୟ ସନ୍ଧାନ ଆହୁରି ଆଗକୁ ଚାଲିବ। ଧନ୍ୟବାଦ। ଧନ୍ୟବାଦ। ହଉ। ସାର୍ ଟିକେ ପରିଚୟ ଦେବେ। ମୋ ନାଁ ଅକ୍ଷୟ କୁମାର ସାହୁ। ମୁଁ ପାଟ୍ରାସାହି ମା ବୁଢ଼ୀମଙ୍ଗଳା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭାପତି। ମୋତେ ସତ୍ୟର ସନ୍ଧାନ ଯେଉଁ ବିନା ଆଡ଼ଭର୍ଟାଇଜରେ ଏତେ ଗୁଡ଼ିଏ ଜିନିଷ ପେପର ବାହାର କରି ବାଣ୍ଟି ପାରୁଛନ୍ତି, ସେଇଟା ବଡ଼ ସାହସର କାମ। ଆଉ ଗୋଟେ କଥା କହୁଛି, ହରିଭାଇ ଯେଉଁ କହିଲେ ଯେ ମୁଁ କେହି ନଥିଲା ବେଳେ ମୋତେ ଡାକି ଦିଅନ୍ତି, କିନ୍ତୁ ହରିଭାଇ ଫେରିଲା ବେଳକୁ 100 ଲୋକ ଥାଆନ୍ତି ନା ଜଣେ ଥାଆନ୍ତି, ସେଇଟା ହରିଭାଇ କରିବେ। ମୁଁ 100 ଲୋକ ଠିଆ କରାଇଥାଏ, କିନ୍ତୁ ସଭାପତି ନଥିଲେ ମୁଁ କାହାକୁ କ'ଣ ଠିଆ କରିବି? ସଭାପତି ଦେଖିକି ଲୋକ ରୁହନ୍ତି। ମୋର ପରିବାର ଆଉ ହେଲା ମୋ ଇଏ। ଆଉ ଗୋଟେ ହେଉଛି 1978 ମସିହା ରାଣୀଆ ଶତବାର୍ଷିକର 78 ବ୍ୟାଚ୍ର ଯେଉଁ ସମସ୍ତ ମୋ ସାଙ୍ଗମାନେ ଅଛନ୍ତି, ଯେ ସାର୍ ପଳେଇଲେଣି, ଇଏ ଯେଉଁ ଫିଲ୍ମ ଲାଇନ୍ରେ ଯିଏ ଥିଲେ ସୁନାକାର ରାଉତରାୟ, ଯିଏ ସେ ମୋ ସାଙ୍ଗ, ସେ ଆମେ ସେ ଗ୍ରୁପ୍ଟାକୁ ବି ବର୍ତ୍ତମାନ ସନ୍ଧ୍ୟା 6ଟାରୁ ରାତି 8ଟା ଯାଏଁ ପ୍ରତିଦିନ ଚଲା ହେଉଛି। ସେଠିକି ଆପଣଙ୍କୁ ଡାକିବି, ଥରେ ଯାଇ ପହଞ୍ଚିବେ ଦୟାକରି। ଧନ୍ୟବାଦ। ଟିକେ ପରିଚୟ ଦେବେ। ଓମ୍ ତତ୍ସତ୍। ଆଜି ସତ୍ୟର ସନ୍ଧାନ ପତ୍ରିକାର ବନ୍ଧୁ ମିଳନ ଉତ୍ସବରେ ମୁଁ ଉପସ୍ଥିତ ଥିଲି।
ମୁଁ ଶ୍ରୀ ଲକ୍ଷ୍ମୀଧର ମିଶ୍ର ମୁଁ 41 ବର୍ଷ ଶିକ୍ଷକତା କରିଛି ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ 35 ବର୍ଷ ସଂସ୍କୃତ ଶିକ୍ଷକ ହିସାବରେ ଶିକ୍ଷକତା କରିଛି। ସବୁଠାରୁ ବଡ଼ କଥା ହେଲା ସତ୍ୟର ସନ୍ଧାନ এই সমাজ এই যে সম্বাদপত্রটি বাহারুছি ইয়া সংস্পর্শে মোর বন্ধু শ্রী নকুলচন্দ্র মহারাণা এবং আমার উৎকଳ ভূষণ উৎকଳ ଭାଇଙ୍କ ସଂସ୍ପର୍ଶରେ ଆସି ପଢ଼ିଲି ବେଳେ ବେଳେ ବାହାରୁଛି ମୋ କତିକି ବି ଏଥିରେ ମେସେଜ୍ ଯାଉଛି ଏବଂ ମୁଁ ଆଶ୍ଚର୍ଯ୍ୟ ହେଲି ବର୍ତ୍ତମାନ ପରିସ୍ଥିତିରେ ସତ୍ୟର ସନ୍ଧାନ ନାମକ ଏକ ପତ୍ରିକା ଯିଏକି କୌଣସି ପ୍ରକାର ରାଜନୈତିକ ଚାପରେ କିମ୍ବା କୌଣସି ପ୍ରକାର ଆଡ଼ଭର୍ଟାଇଜମେଣ୍ଟର ସହଯୋଗ ନ ନେଇ ଛିଡ଼ା ହୋଇପାରୁଛି। ଆଉ ମୋତେ ଆଶ୍ଚର୍ଯ୍ୟ ଲାଗୁଛି କେମିତି ଯେ ଏହା ଏକ ସଶକ୍ତ ପତ୍ରିକା ନିଶ୍ଚିତ, କାରଣ କାହା ପାଖରେ ଏହା ମୁଣ୍ଡ ନୁଆଁ ନାହିଁ। ସତ୍ୟ ସବୁବେଳେ ସତ୍ୟ ହିଁ ସତ୍ୟ। ସୂର୍ଯ୍ୟର ଉଦୟ ସୂର୍ଯ୍ୟଙ୍କର ଅସ୍ତ ଯେମିତି ଚିରନ୍ତନ ସତ୍ୟ, ସତ୍ୟ ସର୍ବଦା ଚିରନ୍ତନ। ତେଣୁ ମୁଁ ଭଗବାନଙ୍କ କ୍ଷେତ୍ରରେ ପ୍ରାର୍ଥନା କରୁଛି କେମିତି ଏ ସମ୍ବାଦପତ୍ର ଆଗକୁ ଆଗକୁ ବଢ଼ୁ ଏବଂ ଅନ୍ୟ ବନ୍ଧୁମାନେ ଅନ୍ୟ ଗୁଣୀ ଜ୍ଞାନୀ ଲୋକମାନେ ଆମ ସହଯୋଗରେ ଆସି ସେମାନଙ୍କ ସହଯୋଗରେ ଆସି ଆମେ ଏ ପତ୍ରିକାଟିକୁ ଅଧିକ ସକ୍ରିୟ ଏବଂ କ୍ରିୟାଶୀଳ କରାଇବା। ଧନ୍ୟବାଦ। ସତ୍ୟର ସନ୍ଧାନର ବନ୍ଧୁ ମିଳନ ଉତ୍ସବ ହେଲା ପ୍ରକୃତରେ ଏକ ଆନନ୍ଦଦାୟକ। ସତ୍ୟର ସନ୍ଧାନ ଯେଉଁ ପେପର ତାର ଉତ୍ତରୋତ୍ତର କାମ କରୁଛି। ଆଜିର ଦୋଳର ଦ୍ୱିତୀୟ ଦିନରେ ଏହି ପବିତ୍ର ଦିନରେ ମୁଁ ସମସ୍ତଙ୍କ ପାଖରେ ଅଭିନନ୍ଦନ ଜଣାଉଛି। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ଠିକ୍ ସମୟରେ ସରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର। ମୋ ନାଁ ନକୁଳଚନ୍ଦ୍ର ମହାରାଣା। ମୁଁ ଜଣେ ଚିତ୍ରଶିଳ୍ପୀ। ଦୀର୍ଘ 35 ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରକଳା ଶିକ୍ଷା ବିଭାଗରେ। ସତ୍ୟର ସନ୍ଧାନରେ ଆପଣ ଆଜୀବନ ସଦସ୍ୟତା ଗ୍ରହଣ କରିବେ, କ'ଣ କହିବେ ସତ୍ୟର ସନ୍ଧାନ? ସତ୍ୟର ସନ୍ଧାନ ଏଭଳିଆ ଗୋଟେ ନ୍ୟୁଜ୍ ପ୍ରତି ମୁହୂର୍ତ୍ତରେ ସେ ନ୍ୟୁଜ୍ ବାହାରେ ଏବଂ ଯେଉଁଦିନ ଯେଉଁ ପ୍ରୋଗ୍ରାମ ହୁଏ ସେଇଦିନ ସନ୍ଧ୍ୟାବେଳେ ଏଇ ନ୍ୟୁଜ୍ଟା ବାହାରି ପଡ଼େ। ସେଥିପାଇଁ ବହୁତ ଖୁସି ଲାଗେ ଏବଂ ପ୍ରକୃତର ସତ୍ୟ ଜିନିଷଟା ହିଁ ପ୍ରତିଫଳିତ ହୁଏ। ସେଥିଯୋଗୁଁ ବହୁତ ଖୁସି ଏଇ ପ୍ଲାଟଫର୍ମରେ। ଆଉ ମୁଁ ମିଶିନଥିଲି, ମୋତେ ଉତ୍କଳ ଭାଇ ପ୍ଲାଟଫର୍ମରେ ମିଶାଇଥିବାରୁ ମୁଁ ତାଙ୍କୁ ବହୁତ ଅଶେଷ ଧନ୍ୟବାଦ। ସାର୍ ଟିକେ ପରିଚୟ ଦେବେ? ମୋ ନାଁ ହରିନାରାୟଣ ବେବର୍ତ୍ତା। ମୁଁ ରେଲୱେରୁ ରିଟାୟାର୍ଡ କଲି। ତା ବାଦେ ବର୍ତ୍ତମାନ ମୁଁ ଅଛି ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପେନ୍ସନ୍ ଆସୋସିଏସନ୍ର ପବ୍ଲିକ୍ ରିଲେସନ୍ ସେକ୍ରେଟାରୀ। ତା ବାଦେ ଆମର ଏ ବରିଷ୍ଠ ନାଗରିକ ବୁଢ଼ୀ ମଙ୍ଗଳା ମା ପାଟରା ସାହିର ପ୍ରେସିଡେଣ୍ଟ ଅଛି। ଏମିତି ବିଭିନ୍ନ ପ୍ରକାର ଅନୁଷ୍ଠାନରେ ଟିକେ ଟିକେ ଅଛି। ଆଉ ମୁଁ ବେଶୀ ଜଡ଼ିତ ସାଇ ବାବାଙ୍କର ଯେଉଁ ଭଜନ ହୁଏ, କୀର୍ତ୍ତନ ହୁଏ, ଯା ବାବାଙ୍କର ମେସେଜ୍ ଆସେ ବାବାଙ୍କ କରେ। ମୁଁ ପ୍ରାୟ ଲାଇକ୍ କରେ ଶିରିଡ଼ି ଯିବା ପାଇଁ। ବାବାଙ୍କ ପାଖରେ ମୋ ନତମସ୍ତକ। ବାବାଙ୍କ ପ୍ରେରଣା ହେଉ, ବାବାଙ୍କ ଦୟାରୁ ମୁଁ ଆଜି ଏତେ ଉନ୍ନତି ହୋଇପାରିଛି। ଆଉ ଯେ ଏଇ ସଂଗଠନ ମୋତେ ଏତେ ସୁନ୍ଦର ଲାଗେ। ବେଶୀ ଆମର ୱାର୍କିଂ ପ୍ରେସିଡେଣ୍ଟ ଆମର ସନିଆ ବାବୁ, ଯେଉଁଠି ଆମର ଟିକେ ମିଟିଂ ହେବ, ଯେଉଁଠି ଫଙ୍କସନ୍ ହେବ, ଲୋକ ଗୋଟେ ଆସିନଥିବେ ସେ ମୋତେ ସାଙ୍ଗେ ସାଙ୍ଗେ ଫୋନ୍ କରି କହନ୍ତି ଆପଣ ଶୀଘ୍ର ଆସିଯାଆନ୍ତୁ, ସବୁ ଆସିଗଲେ। ମୁଁ ଗଲା ପରେ ସେଠି କିଏ ନାହିଁ। ଏଭଳିଆ ଆମର ଟିକେ ହାସ୍ୟରସ ଚାଲେ ପ୍ରାୟ ସବୁ ଜାଗାରେ। ଆଉ ମୁଁ ବହୁତ ରେସପେକ୍ଟ ସେମାନଙ୍କୁ ପାଏ। ଅବଶ୍ୟ ସମସ୍ତେ ମୋଠୁ ଛୋଟ, ମୋର ବୟସ ବର୍ତ୍ତମାନ 75 ହେଲାଣି। ଆଉ ବାବାଙ୍କ ଇଚ୍ଛା ମୁଁ ଏଇ ସହଯୋଗରେ ଜଏନ୍ କରିବାରୁ ମୋତେ ଭାରି ଖୁସି ଲାଗିଲା। ଉତ୍କଳକୁ ମୁଁ ବେଶୀ ଲାଇକ୍ କରେ ଯେହେତୁ ମୋ ପୁତ୍ରର କ୍ଲାସମେଟ୍ ଏବଂ ତା ବାଦେ ବି ମୋର ଅତି କ୍ଲୋଜ୍, ଅତିରୁ ଅତି କ୍ଲୋଜ୍। ପ୍ରାୟ ରେଲୱେରେ ଆମେ ପ୍ରାୟ ଜୀବନ କଟେଇଛୁ ଏବଂ ପ୍ରିୟ ବାବୁ ଯିଏ ମୋ ଝିଆରୀର କ୍ଲାସମେଟ୍ ସେ ମୋତେ ରେସପେକ୍ଟ ଦିଅନ୍ତି। ଏଭଳିଆ ମୁଁ ଚାଲିଛି। ଆଉ ମୁଁ ଏଇ ସଂସ୍ଥା ଚାଲିଛି ମୋର ସ୍ତ୍ରୀ ତାର ପ୍ରେରଣା ପାଇ ମୁଁ ଯେତେ ସଂସ୍ଥାରେ ଅଛି ମୁଁ ଆଗକୁ 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 ବଢ଼ି ଯାଉଛି। ସେଥିପାଇଁ ତାକୁ ମୋ ତରଫରୁ ଅନେକ 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 ଧନ୍ୟବାଦ ଦେଉଛି। ଧନ୍ୟବାଦ।